ଇଂରାଜୀ ନବବର୍ଷ ଅବସରରେ କଣିୟାରେ ଥିବା ମହାବୀର ବଣିକ ସଂଘର ବନ୍ଧୁମିଳନ ସ୍ଥାନୀୟ ମା କଳାପଟ ଠାକୁରାଣୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁମିଳନରେ ବଣିକ ସଂଘର ପ୍ରାୟ 250ରୁ ଅଧିକ ବ୍ୟବସାୟୀ ଉପସ୍ଥିତ ଥିଲେ। ପ୍ରତିବର୍ଷ ବଣିକ ସଂଘ ତରଫରୁ ଏଭଳି ବନ୍ଧୁମିଳନ ଆୟୋଜନ କରାଯାଉଛି। ଆଜି ବନ୍ଧୁମିଳନ ଅବସରରେ କଣିୟା ବଜାର ବନ୍ଦ କରାଯାଇ ସମସ୍ତ ବ୍ୟବସାୟୀ ସକାଳୁ କଳାପଟ ଠାକୁରାଣୀଙ୍କ ପୀଠରେ ଉପସ୍ଥିତ ଥିଲେ। ମାଙ୍କ ପୀଠରେ ପୂଜା ଅର୍ଚ୍ଚନା କରାଯାଇଥିଲା। ସଂଘ ତରଫରୁ କେକ୍ କଟାଯାଇ ବ୍ୟବସାୟୀମାନେ ଖୁସି ମନାଇଥିଲେ। ସଂଘର ସଭାପତି ଦାଶରଥୀ ସାହୁ, ସମ୍ପାଦକ ପ୍ରଭାତ କୁମାର ଦାସ, ଉପସଭାପତି କୁଳମଣି ସାହୁ, ଚିତ୍ତରଞ୍ଜନ ସାହୁ, ଜଗନ୍ନାଥ ଦାସ, ପ୍ରଦୀପ୍ତ କୁମାର ମହାପାତ୍ର, ସନ୍ତୋଷ କୁମାର ବେହେରା, କାବୁଲି ବାରିକ, ସୁଶାନ୍ତ କୁମାର ସାହୁ, ପ୍ରକାଶ କୁମାର ସାହୁ, ଅଟଳ ବିହାରୀ ରାଉତ, ବ୍ରଜକିଶୋର ସାହୁଙ୍କ ସମେତ ସମସ୍ତ ବ୍ୟବସାୟୀ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ, ମଣିଭଦ୍ରା ଖବର। ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା ଏବଂ ଭଲ ପାଇବାକୁ ପାଥେୟ କରି ମଣିଭଦ୍ରା ଖବର ୟୁଟ୍ୟୁବ୍, ଫେସବୁକ୍ ଏବଂ ପୋର୍ଟାଲରେ ତା'ର ସଫଳତା ବଜାୟ ରଖିଛି। ଏହାକୁ ଆହୁରି ଲୋକପ୍ରିୟ କରିବାକୁ ଇ-ପେପରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଆମକୁ ଏହିଭଳି ପ୍ରେରଣା ଏବଂ ସହଯୋଗ ଯୋଗାଇବା ସହିତ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ମଣିଭଦ୍ରା ଖବର, ସମ୍ପର୍କ ଜନତାର।